ଛବିଶରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ। ବିଜେପି ସରକାରକୁ ଜବାବ ଦେବେ ନବୀନ। ବର୍ତ୍ତମାନ ସରକାର ବନାମ ପୂର୍ବତନ ସରକାର। ବିଜେଡି ପାଳନ କରିବ ପ୍ରତିଷ୍ଠା ଦିବସ। ଶଙ୍ଖ ଭବନରେ ଉପସ୍ଥିତ ରହିବେ ନିଜ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ପାର୍ଟି ଅଫିସରେ ଉପସ୍ଥିତ ରହିବେ ନବୀନ। କେବଳ ରାଜ୍ୟ କାର୍ଯ୍ୟାଳୟ ନୁହେଁ, ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି। 28 ବର୍ଷ ପୂରଣ କରି 29 ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ। ପ୍ରାୟ 24 ବର୍ଷରୁ ଅଧିକ ସମୟ ବିଜୁ ଜନତା ଦଳ ଓଡ଼ିଶାରେ ନିଜର ସେବା ଦେଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ନବୀନଙ୍କ ପ୍ରଚେଷ୍ଟା ପାଇଁ ଓଡ଼ିଶା ଏକ ନୂଆ ରୂପ ପାଇଛି। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ସଫଳତା ଓ ବର୍ତ୍ତମାନ ସରକାରର ଅପାରଗତା ସମ୍ପର୍କରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ ବିଜେଡି। ଦୀର୍ଘ 28 ବର୍ଷ ଧରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଓଡ଼ିଶାର ସବୁ କ୍ଷେତ୍ରରେ ସବୁ ବର୍ଗର ଲୋକଙ୍କ ପାଇଁ ବିକାଶ, ଜନତାଙ୍କ ଅକୁଣ୍ଠ ସମର୍ଥନ ଓ ଶୁଭେଚ୍ଛା ପାଇ ଆସିଛି ବିଜୁ ଜନତା ଦଳ। ଦଳ ବର୍ତ୍ତମାନ କ୍ଷମତାରେ ନାହିଁ, ହେଲେ ସରକାରଙ୍କୁ ଘେରିବାକୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରୁଛି ବିଜେଡି। ଆଉ ସେଥିପାଇଁ ଜନସେବା ଜାରି ରଖିବାକୁ ପ୍ରତିଷ୍ଠା ଦିବସରେ ସଂକଳ୍ପ ନେବେ ଦଳୀୟ କର୍ମୀ ଓ ନେତୃବୃନ୍ଦ। ଏଥିପାଇଁ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ସେବା କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ 28 ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଓଡ଼ିଶାର ଜନତାଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାମ କରି ଆସୁଛି ବିଜେଡି। ରାଜନୈତିକ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ବେଶ ପରିଚିତ ଲାଭ କରିଛି। ସେହିପରି କର୍ମକର୍ତ୍ତା ଓ ଜନପ୍ରତିନିଧିଙ୍କ ନିଷ୍ଠା ମନୋଭାବ ଯୋଗୁଁ ଲୋକଙ୍କ ନିକଟତର ହୋଇଛି ବିଜେଡି। ହେଲେ ମାତ୍ର କିଛି ଦିନରେ ଲୋକଙ୍କ ବିଶ୍ୱାସ ହରାଇଛି ନୂଆକରି ସରକାରକୁ ଆସିଥିବା ଭାରତୀୟ ଜନତା ପାର୍ଟି। ଆଉ ଯାହାକୁ ମୁଖ୍ୟ ବିଷୟ କରି ଏଥର ମଇଦାନକୁ ଓହ୍ଲାଇବେ ନବୀନ। ବିଜେଡିର କହିବା କଥା, ବିଜେପି ସରକାର ଜନବିରୋଧୀ ନୀତି, ଦରଦାମ ବୃଦ୍ଧି, ମିଥ୍ୟା ନିର୍ବାଚନୀ ପ୍ରତିଶ୍ରୁତି ପରି ପ୍ରସଙ୍ଗରେ ପ୍ରତିଷ୍ଠା ଦିବସରେ ଆଲୋଚନା ହେବ। ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସ୍ୱାଭିମାନକୁ ରକ୍ଷା କରିବାରେ ସଂକଳ୍ପ ନେବେ ଦଳୀୟ ନେତା ଓ କର୍ମୀ। ସେପରି ନବୀନ ସରକାରଙ୍କ ସମୟରେ କରାଯାଇଥିବା ସଫଳ କାର୍ଯ୍ୟକ୍ରମ, ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକ୍ରମ ଉପରେ ଗଭୀର ଆଲୋଚନା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। କ୍ଷମତାରେ ଦଳ ନାହିଁ ସତ, ହେଲେ ଏବେ ବି ଏକ ବୃହତ୍ ବିରୋଧୀ ଦଳ ହିସାବରେ ନିଜର ଦାୟିତ୍ୱ ନିର୍ବାହ କରୁଛି, ତାହା ମଧ୍ୟ ବଖାଣିବେ ବିଜେଡିର ତୁଙ୍ଗ ନେତାମାନେ। ତେବେ ପ୍ରତିଷ୍ଠା ଦିବସରେ ସରକାରଙ୍କୁ ସମ୍ପୂର୍ଣ୍ଣ ଘେରିବାକୁ ପ୍ରସ୍ତୁତ ହୋଇଛି ବିଜେଡି। ତେବେ ଏହାକୁ ନେଇ ଉତ୍ସାହିତ ବିଜେଡି କର୍ମୀ। ତେବେ ନବୀନଙ୍କ ଏହି ମିଶନ କେତେ ସଫଳ ହୋଇଛି ତାହା ଦେଖିବାକୁ ବାକି ରହିଲା।